ଜୟ ଜଗନ୍ନାଥ। ଉପସ୍ଥିତ ବିଦଗ୍ଧ ଶ୍ରୋତୃମଣ୍ଡଳୀଙ୍କୁ ସ୍ମୃତି ସାନ୍ତ୍ୱନାର ସାରସ୍ୱତ ଅଭିନନ୍ଦନ। ମୁଁ ସମ୍ପାଦିକା ଶ୍ରୀମତୀ ସବିତାରାଣୀ ବେହେରା ଆଜି ଏହି 65ତମ ମାସିକ ଡିଜିଟାଲ ଆସରରେ ଗୋଟିଏ ଅଳ୍ପ କଥାର ଗଳ୍ପଟିଏ ପଢ଼ିବାକୁ ଯାଉଛି। ଶୀର୍ଷକ ମାତୃତ୍ୱ। ଜେନା ସାହିର ନିରିମାଖି ବିଧବାଟିଏ। ନାଁ ତାର ସୁମୁରି। ଆଗକୁ ପଛକୁ ତାର କେହି ନାହିଁ, କେବଳ ରଙ୍କନିଧି ବୋଲି ପୁଅଟିଏ। କୁଳାଙ୍ଗାର, ଅମାନିଆ, ଅଳସୁଆ ଓ ଉଦଣ୍ଡ ବୋଲି ଗାଁରେ ଲୋକେ କୁହାକୁହି ହୁଅନ୍ତି। ରଙ୍କନିଧି ପାଠ ପଢ଼ିଲା ନାହିଁ। ବିଡ଼ି ଟାଣେ, ଯାତ୍ରା ଦେଖେ, ପଇସା ଉଡ଼ାଏ, ମହୁଲି ପିଏ, କୁଟା ଖଣ୍ଡକୁ ଦିଖଣ୍ଡ କରେନା। ଖାଲି ବାୟା ବାତୁରା ହୋଇ ଗାଁରେ ୟା ଘର ତା ଘର ବୁଲେ। ସୁମୁରି ତାକୁ ବୁଝାଏ, ତାଗିଦ ବି କରେ, ଗାଳି ଦିଏ, ସହି ନ ପାରିଲେ ବେଳେ ବେଳେ ସମ୍ପା କଟା କରେ। ରେ ଅଳପଇସା, ଗାତ ପଶା, ଛତରା, ବାରବୁଲା, ଚାରି ଦୌଡ଼ି କଟା, ମୋ କଥା ଟିକେ ଶୁଣୁ। ବୁଢ଼ୀ ଲୋକ, କେତେ ହଇରାଣ ହେବି, ତୋ ପାଇଁ କାହାଠୁ ମୁଁ କେତେ ଗଞ୍ଜଣା ଶୁଣିବି ଆଉ। ରଙ୍କନିଧି କିନ୍ତୁ କିଛି ଶୁଣେ, ପୁଣି କିଛି ଶୁଣେନି। ସାମ୍ନା ହେଲେ ହସିଦିଏ, ପୁଣି ବିଜୁଳି ପରି କୁଆଡ଼େ ଖସିଯାଏ। ସୁମୁରି 20-30ଟି କୁକୁଡ଼ା ରଖିଥାଏ। ଅଣ୍ଡା ବିକେ, ଗଞ୍ଜା ପଠାଏ କୁକୁଡ଼ା ଲଢ଼େଇକୁ, ହାଟକୁ ଯାଏ, କୁକୁଡ଼ା ଚିଆଁ ବିକେ, ତେଲ ଲୁଣ ଆଣେ, ଶାଗ ମୁଗ କିଣେ, ମାଛ ଶୁଖୁଆ ବି ଆଣେ। ମାଇପି ଲୋକ ବାରହୀନସ୍ତା ହୁଏ। ପୁଅଟା ତ ଘାସଠୁ ଛୋଟ, ବେଣାଠୁ ମୋଟ। ଏପଟ ସେପଟ ବାରପାଇଟି କରି ଘର ଚଳାଏ ସୁମୁରି। ଯେଉଁ ମାସ କୁକୁଡ଼ା କିଛି ଝାଡ଼ା ରୋଗରେ ମରିଯାଆନ୍ତି, ସୁମୁରି ଚିରାଫଟା ପିନ୍ଧେ, ହେଲେ ରଙ୍କନିଧିକୁ ଖାଇବା ପିଇବାରେ ଅଣହେଳା କରେନି। ଅଭାବ ବେଳେ ସୁମୁରି ତାର ରଙ୍ଗ ଛଡ଼ା ଟିଣ ବାକ୍ସକୁ ଅଣ୍ଡାଳେ। କିନ୍ତୁ ଅକାଳ କୁଷ୍ମାଣ୍ଡ ରଙ୍କନିଧି ଖୁଚୁରା ପଇସା ତକ ବି ସେଠାରୁ ଅଣ୍ଡାଳି ମୁଣ୍ଡୁଳି ନେଇ ଗଞ୍ଜେଇ ଟାଣି ଦେଇଥାଏ। ସୁମୁରି ରାଗିଯାଏ, ପୁଅକୁ ଗାଳି ଦିଏ, ସମ୍ପେ, କିଛି ବି ରଖେଇ ଦେବୁନି ଘରେ କେଉଠି ତୁ, ନେ ମୋତେ ନେ, ଖାଇଦେ, ସବୁ ସରିଯାଉ। ଦିନେ ସୁମୁରି ଭାବିଲା, ନା ଆଉ ଏ ଅଳପଇସାକୁ ପାରି ହେବନି। ଯାଉଛି ଆମ ବାପଘର ଗାଁକୁ। ଖୁଡ଼ୁତା ଜୁଡ଼ୁତାରେ ଯିଏ ଭାଇ ଭଗାରୀ ଥିବେ ନେହୁରା ହୋଇ କହିବି, ଯେମିତି ହଉ ରଙ୍କନିଧିକି କେଉଁ ଜାଗାରେ କୁହାବୁଲା କରି ରଖେଇ ଦେବେ। ତାକୁ ମୁଁ ଆଉ ପାରିବିନି। ଏ ଗାଁରୁ ତାକୁ ବିଦା କଲେ ସେ ଯାଇ ସାବାଡ଼ ହେବ। ଅଣ୍ଟାରେ ପଣତ କାନିକୁ ଖୋସି ଦେଇ ସେ ବାପଘର ଗାଁକୁ ଯିବାକୁ ବାହାରିଲା। ଯିବା ପୂର୍ବରୁ ରଙ୍କନିଧିକୁ ବାରବାର ତାଗିଦ କରିଗଲା। କଟା ସକାଳେ ଖାଇଦେବ, ଅସହଣୀ ଗାଁ ମାଇପେ କାଳେ ଚୋରେଇ ନେବେ, ବାପାଟା ପରା, ମୋ ଧନଟା ପରା, ମୋ ସୁନାଟା ପରା, ଟିକେ କୁକୁଡ଼ାକୁ ନିଘା ରଖିଥିବୁ। ସଞ୍ଜ ହେଲେ ଖଟିଆ ତଳେ ବୋଝ ଉଗୁଡ଼େଇ ଦେବୁ। ମାଇ କୁକୁଡ଼ାକୁ ଗଣି ଗଣି ଦେଖିବୁ ସବୁ ଫେରିଲେ କି ନାହିଁ। ମୁଁ ଏଇ ଗଲି ଆଉ ଆଇଲି। ରଙ୍କନିଧି ପାଇଁ ପଖାଳ, ଶାଗ ଓ ଅଣ୍ଡା ଭଜା ଖାଇବାକୁ ରଖିଦେଇ ସୁମୁରି ଚାଲିଗଲା। ମା ଗଲା ପରେ ରଙ୍କନିଧିକୁ ତ 14 ଭୁବନ ଦେଖାଗଲା। ଶୁକୁଟା, ସପନା ଓ ଗୁରୁବାରିଆଙ୍କୁ ଡାକି ହାକି ଆଣି କୁକୁଡ଼ାଟିଏ ମାରି ମସ୍ତ ଭୋଜିଟିଏ କରି ଖାଇ ହେକୁଟି ମାରିଲା। ମୁନ୍ଦେ ମୁନ୍ଦେ ହାଣ୍ଡିଆ ବି ଚଢ଼େଇ ଦେଲେ ସମସ୍ତେ। କୁକୁଡ଼ାର ପର ସବୁ ବାଡ଼ିରେ ଦିଆସିଲି ମାରି ଜାଳିଦେଲେ। ସୁମୁରି ସକାଳେ ବାପଘର ଗାଁରୁ ଫେରିଲା। ହଉ ଦେଖିବା, କିଛି ଗୋଟାଏ କରିବା। ପିଲାଟା ତ ନଷ୍ଟ ହୋଇଯାଉଛି ସତରେ। ଏମିତି ମନରଖା କଥା ଗୁଡ଼ାଏ ଶୁଣି ଶୁଣି ସେ ଘରକୁ ଫେରିଲା। ଘରେ ପହଞ୍ଚି ନ ଦେଖି ନ ଜାଣି ମଧ୍ୟ ସେ ସବୁ କିଛି ଜାଣିପାରିଲା। ତାପରେ ଢୋ ଢୋ କରି ମୁଣ୍ଡକୁ ପିଣ୍ଡାରେ ପିଟିଲା। ଝରଝର ହୋଇ ବହେ କାନ୍ଦିଲା ଗାଁ ଦେବତୀଙ୍କ ପାଖରେ। ପୁଅକୁ ଥକି ପଡ଼ିବା ଯାଏ ତା ଭାଷାରେ ସମ୍ପାକଟା କଲା। ରଙ୍କନିଧି କିନ୍ତୁ ସେମିତି ମାଦଳ ପରି ପିଣ୍ଡାରେ ବସିଥାଏ। ହୁଁ ନାହିଁ କି ଚୁ ନାହିଁ, ଯେମିତି କେଉଁଠି କିଛି ହୋଇନି। ମାର ଗାଳି କାନ୍ଦ କିଛି ତାକୁ ଚହଲେଇ ପାରିଲା ନାହିଁ। ସଞ୍ଜ ହେଇ ଆସିଲା। ରଙ୍କନିଧି ଟିଭି ଦେଖିବାକୁ ଗାଁ ଭିତରକୁ ବାବୁଟିଏ ପରି ଚାଲିଗଲା। କୁକୁଡ଼ାମାନେ ଫଡ଼ଫାଡ଼ ଶବ୍ଦ କରି ଭାଡ଼ି ତଳେ ପଶିଗଲେ। ସଞ୍ଜ ସଳିତା ନେଇ ସୁମୁରି ଗାଁ ଦେବତୀଙ୍କ ପାଦ ତଳେ ରଖିଲା। ପୁଣି ଝରଝର ହୋଇ ବହେ କାନ୍ଦିଲା। ଗୋଟିଏ ବୋଲି ପୁଅ,
ମୋର ଆଗକୁ କେହି ନାହିଁ କି ପଛକୁ କେହି ନାହିଁ। କେତେ ଗାଳି ଦେଲି, ଛାର କୁକୁଡ଼ାଟେ ପାଇଁ। ହେ ମା ଠାକୁରାଣୀ, ମୋ ପାଟିରେ ପୋକ ପଡ଼ୁ, ମୋ ହାତ ଗୋଡ଼ ଛିଡ଼ି ପଡ଼ୁ, କିନ୍ତୁ ମୋ ରଙ୍କନିଧିକୁ ଭଲ ବୁଦ୍ଧି ଦେ ମା। ଆକାଶର ତାରା ଯେତେ, ମୋ ରଙ୍କର ଆୟୁଷ ହେଉ ସେତେ। ନମସ୍କାର। ଜୟ ଜଗନ୍ନାଥ।